ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକ ଅନ୍ତର୍ଗତ ଅସୁରାଳୀଠାରେ ଦୀର୍ଘ 76 ବର୍ଷ ଧରି ବହୁ ଆଡ଼ମ୍ବର ସହକାରେ ମା ରଟନ୍ତୀକାଳୀଙ୍କର ମୃଣ୍ମୟ ମୂର୍ତ୍ତି ପୂଜିତ ହୋଇଆସୁଛି। ଚଳିତ ବର୍ଷ ମା ରଟନ୍ତୀକାଳୀଙ୍କ ପୂଜା ଉତ୍ସବ 28 ତାରିଖରୁ ଆରମ୍ଭ ହୋଇ 7 ତାରିଖ ଯାଏ ପୂଜା ଚାଲିବ। 28 ତାରିଖରେ ଘଟ ସ୍ଥାପନ ହୋଇଛି। 29 ତାରିଖରୁ 7 ଯାଏ ଚଣ୍ଡୀପାଠ ହୋମଯଜ୍ଞ ଚାଲୁ ରହିବ। ଏହାସହ 7 ତାରିଖରୁ ପୂର୍ଣ୍ଣାହୁତି ପ୍ରଦାନ କରାଯିବ। 8 ତାରିଖରେ ଭସାଣୀ ଯାତ୍ରା ଅନୁଷ୍ଠିତ ହେବ ବୋଲି କମିଟି ସଦସ୍ୟମାନେ ସୂଚନା ଦେଇଛନ୍ତି। ପ୍ରବଳ ଜନସମାଗମ ହେବାର ଆଶଙ୍କା କରି କମିଟି ତରଫରୁ ସମସ୍ତ ପଦକ୍ଷେପ ନିଆଯାଇଛି। ଶାନ୍ତି ଶୃଙ୍ଖଳା ପାଇଁ ପୁଲିସ ପ୍ରଶାସନର ସହଯୋଗ ମଧ୍ୟ ନିଆଯାଇଛି। ପୂଜା କମିଟି ସଭାପତି ଡାକ୍ତର ସଦାଶିବ ଦାସ, ସମ୍ପାଦକ ଅଜୟ ସ୍ୱାଇଁ, ସମ୍ପାଦକ ଅମୂଲ୍ୟ ବେହେରା, ଉପଦେଷ୍ଟା ଅଙ୍କୁର କବି, ଶାରଦା ପ୍ରସନ୍ନ ସାହୁ ପ୍ରମୁଖ ଚଳିତ ବର୍ଷ ପୂଜାକୁ ଶୃଙ୍ଖଳିତ ତଥା ଆକର୍ଷଣୀୟ କରିବାକୁ ଚେଷ୍ଟା କରାଯିବ ବୋଲି ପ୍ରକାଶ କରିଛନ୍ତି।